ଆଡଭୋକେଟ୍ ଭୂଦେବ ମହାନନ୍ଦାର ଅଭିବାଦନ ସ୍ୱୀକାର କରନ୍ତୁ। ଭାରତ କ'ଣ ହିନ୍ଦୁ ରାଷ୍ଟ୍ର ବନିପାରିବ? ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା କ'ଣ ବାସ୍ତବତାରେ ସମ୍ଭବ ହୋଇପାରିବ? ଭାରତରେ ବାବା ସାହେବ ଅମ୍ବେଦକର ହିନ୍ଦୁ ରାଷ୍ଟ୍ରର ସମର୍ଥନ ଥିଲେ କି? ଧୀରେନ୍ଦ୍ର ଶାସ୍ତ୍ରୀ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା କରିବା ପାଇଁ ଯେଉଁ ପଦଯାତ୍ରା କରିଛନ୍ତି, ଏହା କ'ଣ ନ୍ୟାୟସଙ୍ଗତ? କ'ଣ ଭାରତର ସମ୍ବିଧାନ ଇଜାଜତ ଦେଉଛି କି ଭାରତରେ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା କରିବା ପାଇଁ? ଖବରକୁ ବିସ୍ତାରରେ ଜାଣିବା ପାଇଁ ଆପଣ ମୋ ସହିତ ଯୋଡ଼ି ଦିଅନ୍ତୁ। ବର୍ତ୍ତମାନ ଭାରତରେ ଧୀରେନ୍ଦ୍ର ଶାସ୍ତ୍ରୀ ପଦଯାତ୍ରା ଆରମ୍ଭ କରିଦେଇଛନ୍ତି ଭାରତକୁ ଗୋଟିଏ ହିନ୍ଦୁ ରାଷ୍ଟ୍ର ରୂପ ଦେବା ପାଇଁ। ଭାରତର ସମ୍ବିଧାନର ଆର୍ଟିକଲ 1 କ'ଣ କହେ? ଭାରତ ସମ୍ବିଧାନର ଆର୍ଟିକଲ 1 ଭାରତକୁ କେବେ ବି ହିନ୍ଦୁ ରାଷ୍ଟ୍ରର ମାନ୍ୟତା ଦିଏ ନାହିଁ। ଆର୍ଟିକଲ 1ରେ ଏ ଦେଶର ନାମକୁ ଇଣ୍ଡିଆ ଦ୍ୟାଟ୍ ସାଲ୍ ବି ଭାରତ ଲେଖାଯାଇଛି। ଯଦି ସାଲ୍ ବି ଭାରତ ହେଲା, ତାହେଲେ ଭାରତ ଥାଉ ଥାଉ ଆଉ ଗୋଟିଏ ରାଷ୍ଟ୍ର ଗଠନ କରିବା ଏହା ଏକ ରାଜ୍ୟଦ୍ରୋହ ବା ଦେଶଦ୍ରୋହୀ କାର୍ଯ୍ୟ ଅଟେ। ଯେ ପ୍ରକାର ପାକିସ୍ତାନ ଆପଣ ଭାରତରେ ରହି ଯଦି ଖାଲିସ୍ତାନ ଡିମାଣ୍ଡ କରିବେ, ଏହା ଏକ ରାଷ୍ଟ୍ରଦ୍ରୋହୀ ଅଟେ। ଠିକ୍ ସେହି ପ୍ରକାର ଆପଣ ଭାରତରେ ଥାଇ ଯଦି ଆପଣ ହିନ୍ଦୁ ରାଷ୍ଟ୍ର ଡିମାଣ୍ଡ କରିବେ, ଏହା ବି ଏକ ରାଜଦ୍ରୋହୀ ଅଟେ। ସମ୍ବିଧାନ କେବେ ବି ଏଥିପାଇଁ ଅନୁମତି ଦିଏ ନାହିଁ, କାରଣ ସମ୍ବିଧାନ ଭାରତ ବିରୁଦ୍ଧରେ ଯିବା ପାଇଁ କାହାରିକୁ ବି ଅନୁମତି ଦେଇନାହିଁ, ଦେବ ବି ନାହିଁ। ତ ଆର୍ଟିକଲ 1ରେ ଏକଥା ଲେଖାଯାଇଛି। ଫିର୍ ବି ଧୀରେନ୍ଦ୍ର ଶାସ୍ତ୍ରୀଜୀ ଯଦି ଆଜି ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା କରିବା ପାଇଁ ସଡ଼କକୁ ଆସିଛନ୍ତି, ସରକାର ନୀରବ ରହିବା, ସର୍ବୋଚ୍ଚ ନ୍ୟାୟାଳୟ ସଂଜ୍ଞାନ ନେବା, ପୁଲିସ କୌଣସି ପ୍ରକାର ଆକ୍ସନ୍ ନ ନେବା, ଏହା ସମ୍ପୂର୍ଣ୍ଣ ରୂପେ ଜଣାପଡ଼ୁଛି ଯେ ଆଉ କୌଣସି ତାକତ ଧୀରେନ୍ଦ୍ର ଶାସ୍ତ୍ରୀକୁ ସହଯୋଗ କରୁଛି। ବାବା ସାହେବ ଅମ୍ବେଦକରଙ୍କର ଭଲ୍ୟୁମ୍ 4, ଭଲ୍ୟୁମ୍ 1, ଭଲ୍ୟୁମ୍ 17 ଓ ଭଲ୍ୟୁମ୍ 7ରେ ସେ ହିନ୍ଦୁ ରାଷ୍ଟ୍ର ବ୍ୟାଖ୍ୟା କହିବାକୁ ଯାଇ କହିଛନ୍ତି, ହିନ୍ଦୁ ରାଷ୍ଟ୍ର ଦେଶ ପାଇଁ ଏକ ବିପଦ ଅଟେ। ଭଲ୍ୟୁମ୍ 4ରେ ତାଙ୍କ ରାଇଟିଂ ଆଣ୍ଡ ସ୍ପିଚେସ୍ ଭଲ୍ୟୁମ୍ 4ରେ ବାବା ସାହେବ କହନ୍ତି, ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ଭାରତର ଅସ୍ତିତ୍ୱ ଉପରେ ଖତରା ଓ ଭାରତର ଭବିଷ୍ୟତ ଉପରେ ଖତରା। ଭଲ୍ୟୁମ୍ 1ରେ ବାବା ସାହେବ ଅମ୍ବେଦକର ଆନିଗେସନ୍ସ ଅଫ୍ ଦ କାଷ୍ଟରେ ଏ କଥା ସେ କହନ୍ତି, ହିନ୍ଦୁ ରାଷ୍ଟ୍ର ଗଠନ କରିବା ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ ବିପଦପୂର୍ଣ୍ଣ ଅଟେ। ତେଣୁ ଆର୍ଟିକଲ 1କୁ ଯେତେବେଳେ ଆମେ ପଢ଼ୁ, ଆର୍ଟିକଲ 1 କେବେ ବି ଭାରତରେ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଅନୁମତି ଦେଉନାହିଁ। ସେହିପରି ଯଦି ଆପଣ ଭଲ୍ୟୁମ୍ 17କୁ ଯିବେ, ବାବା ସାହେବ ଅମ୍ବେଦକର ଓ ଗାନ୍ଧୀଙ୍କ ଭିତରେ ହେଉଥିବା ଯୁକ୍ତିତର୍କ ପୁନାପେକ୍ଟ ସାଇନ୍ ହେବା ପୂର୍ବରୁ ବାବା ସାହେବ ଅମ୍ବେଦକର ଗୋଟିଏ କଥା କହିଥିଲେ ମୋହନଦାସ କରମଚନ୍ଦ ଗାନ୍ଧୀଜୀଙ୍କୁ, ଗାନ୍ଧୀଜୀ, ଆଇ ହ୍ୟାଭ୍ ନୋ ହୋମଲ୍ୟାଣ୍ଡ, ମୋର କୌଣସି ମାତୃଭୂମି ହିଁ ନାହିଁ, ମୋର କୌଣସି ନିଜର ଭୂମି ହିଁ ନାହିଁ ଭାରତବର୍ଷରେ। ଅର୍ଥାତ୍ ଏଠି କେଉଁ ପ୍ରକାର ଭାବରେ ଅତ୍ୟାଚାର ଅନ୍ୟାୟ କରାଯାଇଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଲୋକଙ୍କୁ। ଭଲ୍ୟୁମ୍ 17ରେ ବାବା ସାହେବ କହନ୍ତି, ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ଏକ ପାଗଳାମି ଅଟେ ଏବଂ ଏହା ଏକ ଅରଣ୍ୟ ରୋଦନ ସଦୃଶ୍ୟ ଅଟେ। ଯଦି ଭାରତବର୍ଷ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିଦିଆଯାଏ, ତାହେଲେ ଭାରତର ଭବିଷ୍ୟତ ଅତି ଭୟାବହ। କାରଣ ଭାରତ ଏ ପ୍ରକାର ଏକ ରାଷ୍ଟ୍ର ଯେଉଁଠି ହିନ୍ଦୁ ଅଛନ୍ତି, ମୁସଲିମ ବି ଅଛନ୍ତି, ଶିଖ ବି ଅଛନ୍ତି, ଖ୍ରୀଷ୍ଟିଆନ ବି ଅଛନ୍ତି, ବୁଦ୍ଧ ବି ଅଛନ୍ତି। ହିନ୍ଦୁ ରାଷ୍ଟ୍ର ପରିକଳ୍ପନାର ମାନେ ହିଁ ହେଉଛି ଜାତିବାଦର ବେକବୋନ୍ ଉପରେ ଠିଆ ହେବା। ଜାତିବାଦ ଅସମାନତା ଅନିକ୍ୱାଲିଟିକୁ ଶୋଷ କଲାବେଳେ ସମ୍ବିଧାନର ଆର୍ଟିକଲ 14 ଇକ୍ୱାଲିଟିକୁ ଏଷ୍ଟାବ୍ଲିଶ୍ କରିବାକୁ କହେ। ଜାତିବାଦ ମାନବ ଭିତରେ ବିଭେଦ ସୃଷ୍ଟି କରେ ଓ ମଣିଷ ଭିତରେ ଡିଷ୍ଟର୍ବାନ୍ସ ସୃଷ୍ଟି କଲାବେଳେ ଆର୍ଟିକଲ 14 ଇକ୍ୱାଲିଟିକୁ ଆସେ। ତେଣୁ ହିନ୍ଦୁ ରାଷ୍ଟ୍ର ପରିକଳ୍ପନା ଭାରତ ସମ୍ବିଧାନର ଆର୍ଟିକଲ 14କୁ ମଧ୍ୟ ବିରୋଧ କରେ। ଯଦି ଆପଣମାନେ ବାବା ସାହେବ ଅମ୍ବେଦକରଙ୍କର ଭଲ୍ୟୁମ୍ 7 ପଢ଼ିବେ, ସେଠି ବାବା ସାହେବ ଅମ୍ବେଦକର ଲେଖନ୍ତି, ହିନ୍ଦୁ ରାଷ୍ଟ୍ର ପରିକଳ୍ପନା ଏକ ମାନବ ସମାଜ ପାଇଁ, ଭାରତର ସମାଜ ପାଇଁ ଓ ଭାରତବର୍ଷର ଅର୍ଥନୈତିକ ସାମାଜିକ ଅବପତନର କାରଣ ହେବ।
ପତନର କାରଣ ହେବ। କାରଣ ସାମାଜିକ ସାମରସ୍ୟତା, ସାମାଜିକ ସମାନତା, ଅର୍ଥନୈତିକ ସମାନତା ଏଷ୍ଟାବ୍ଲିଶ କରିବା ପାଇଁ, ଉପସ୍ଥାପନ କରିବା ପାଇଁ ଭାରତ ସମ୍ବିଧାନର ଆର୍ଟିକଲ 14 ଦୃଢ଼ର ସହ କହିଲା ବେଳେ ଆର୍ଟିକଲ 17 ଭାରତବର୍ଷ ସମ୍ବିଧାନର ଜାତି ପ୍ରଥାର ସମାପ୍ତ କଥା କହେ। ସେଇଠି ଯଦି ଆପଣ ଦେଖିବେ ଭାରତବର୍ଷ ସମ୍ବିଧାନର ଆର୍ଟିକଲ 18 ଜାତି ଟାଇଟଲ ଯୋଗୁଁ ଯେଉଁ ଜାତି ସୃଷ୍ଟି ହେଉଛି ଟାଇଟଲର ବିନାଶ କଥା ହିଁ ଚାହେଁ। ତେଣୁ ଆପଣ ଟିକେ ଚିନ୍ତା କରନ୍ତୁ ଭାରତବର୍ଷର ସମ୍ବିଧାନର ଆର୍ଟିକଲ 1, ଆର୍ଟିକଲ 14 ଓ ଆର୍ଟିକଲ 17 ଓ 18 କସ୍ମିନ୍ କାଳେ ବି ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେଉନାହିଁ। ଯେ କୌଣସି ବ୍ୟକ୍ତି ହିନ୍ଦୁ ରାଷ୍ଟ୍ର ପାଇଁ ସ୍ୱର ଉତ୍ତୋଳନ କରେ ତାହେଲେ ଏହା ଦେଶ ପ୍ରତି ବିପଦ ଓ ଦେଶରେ ଏହା ଏକ ଜାତୀୟାଣ ଭାବ ଓ ହିଂସାତ୍ମକ ପଦକ୍ଷେପ ପରି ମନେ ହୁଏ। ତେଣୁ ବାବା ସାହେବ ଆମ୍ବେଦକର କହନ୍ତି ଦେଶର ପତନ ଯଦି ଆମେ ଦେଖିବାକୁ ଚାହୁଁ, ଭାରତ ଯଦି ହିନ୍ଦୁ ରାଷ୍ଟ୍ର ବନିଯାଏ ତାହେଲେ ଦେଶର ପତନ ସୁନିଶ୍ଚିତ ହେବ। ବିଶ୍ୱବିଖ୍ୟାତ ପଣ୍ଡିତ ବାବା ସାହେବ ଆମ୍ବେଦକର ନଲେଜ ଅଫ୍ ଦ ୱାର୍ଲଡ ଏହି ପ୍ରକାର ଚେତାବନୀ ଦେଇଛନ୍ତି ଭାରତୀୟମାନଙ୍କ ପାଇଁ। ତେଣୁ ଭାରତର ସମ୍ବିଧାନର କୌଣସି ଜାଗାରେ ବି ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ହିଁ ଦେଖିବାକୁ ମିଳେ ନାହିଁ ଓ ଭାରତ ସମ୍ବିଧାନ ହିନ୍ଦୁ ରାଷ୍ଟ୍ର ପରିକଳ୍ପନାକୁ ନକାରାତ୍ମକ ଦୃଷ୍ଟିରେ ଦେଖେ ଓ ଏହାକୁ କେବେ ଗ୍ରହଣ କରୁନାହିଁ। ତେଣୁ ଜଣେ ଭାରତକୁ ଭଲ ପାଉଥିବା ବ୍ୟକ୍ତି ଭାରତକୁ ଆଗକୁ ବଢ଼ାଇବା ପାଇଁ ପ୍ରଚେଷ୍ଟା କରୁଥିବା ବ୍ୟକ୍ତି କେବେ ବି ଭାରତକୁ ହିନ୍ଦୁ ରାଷ୍ଟ୍ର ରୂପେ ଗଠନ କରିବା ପାଇଁ ତା ମୁହଁରୁ ବି ଶବ୍ଦ ବାହାରିବନି କି କେବେ ବି ସେ ଭାରତର ନୁକସାନ ଚାହିଁବନି। ଯଦି ଭାରତରେ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ହୁଏ ତାହେଲେ ଭାରତର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଉଥଲ ପୁଥଲ ହେବାର ସମ୍ଭାବନା ବିଶେଷ ରହିଛି। ଆପଣମାନେ ଦେଖୁଛନ୍ତି ଭଏସ୍ ଅଫ୍ ପିପୁଲ୍, ଭଏସ୍ ଅଫ୍ ବହୁଜନ। ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାପୂର୍ବକ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ର ଆଇକନ୍ ନିଶ୍ଚୟ ଦବାନ୍ତୁ।